ଯୁକ୍ତ 2 ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ଘୁଞ୍ଚିଲା ଯୁକ୍ତ 2 ପରୀକ୍ଷା। ଏନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଯୁକ୍ତ 2 ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ 11 ତାରିଖରେ ଓଡ଼ିଆକୁ ଛାଡ଼ି ଅନ୍ୟ ସମସ୍ତ ମାତୃଭାଷା 23କୁ ଘୁଞ୍ଚିଛି। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ 21 ତାରିଖ ପରୀକ୍ଷା 25 ତାରିଖକୁ ଘୁଞ୍ଚିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ତେବେ ସୂଚନା ମୁତାବକ ଫେବୃଆରୀ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବ। ସବୁ ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 2ଟାରେ ସରିବ। ତେବେ ଚଳିତ ବର୍ଷ ମୋଟ 4,07,037 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି। ମୋଟ 1350ଟି କେନ୍ଦ୍ରରେ ପରୀକ୍ଷା ହେବ। ତେବେ ଡିସେମ୍ବର 15 ତାରିଖ ସୁଦ୍ଧା ଆଡମିଟ୍ କାର୍ଡ଼ ପ୍ରଦାନ କରାଯିବ ଓ ସମସ୍ତ 210ଟି ହକ୍ ଏସ୍ଆଇ କ୍ୟାମେରା ସର୍ଭେଲାନ୍ସରେ ରହିବ ଓ ଜାନୁଆରୀ 2 ତାରିଖରୁ 15 ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ପ୍ରଥମ ଥର ପ୍ରାକ୍ଟିକାଲ ପରୀକ୍ଷାରେ ୱେବ୍ କାଷ୍ଟ ଲାଇଭ୍ ଷ୍ଟ୍ରିମ୍ ବ୍ୟବସ୍ଥା ହେବ ଓ 40 ଦିନରେ ଫଳାଫଳ ପ୍ରକାଶ ପାଇବ ଓ କପି ରୋକିବାକୁ ଏସ୍ଆଇ ସହାୟତା ନିଆଯିବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।